ପିଲାମାନେ ଆଜି ଆଲୋଚନା କରିବା ୟୁଲିସେସ୍, ଯେଉଁଟାକି ଲର୍ଡ଼ ଆଲଫ୍ରେଡ଼ ଟେନିସନଙ୍କ ଦ୍ୱାରା ଲିଖିତ। ୟୁଲିସେସ୍ ପବ୍ଲିଶ ହେଇଥିଲା 1842 ମସିହାରେ। ଟେନିସନଙ୍କର ଇଂଲିଶ ଆଇଡିଲ୍ ଆଣ୍ଡ ଅଦର ପୋଏମ୍ସ ପୁସ୍ତକରେ। ହୋମରଙ୍କର ଓଡ଼ିଶୀରେ ୟୁଲିସେସ୍ ହେଉଛନ୍ତି ଗୋଟେ ମେନ୍ କ୍ୟାରେକ୍ଟର। ଏଠାରେ ଏଇ କବିତାରେ ଭିକ୍ଟୋରୀୟ ଯୁଗର ଯେଉଁ ଜ୍ଞାନ ପିପାସା ଏବଂ ନୂତନ ଦିଗନ୍ତ ଆବିଷ୍କାରର ଏକ ପ୍ରତୀକ ହେଉଛନ୍ତି କିଏ? ୟୁଲିସେସ୍। ସେ ତାଙ୍କର ସମସ୍ତ ଦୁଃସାହସିକ ଯୁଦ୍ଧଯାତ୍ରାରେ ଜୟଲାଭ କରିଆସିଛନ୍ତି ଏବଂ ତାଙ୍କର ନିଜ ଦ୍ୱୀପ ଦେଶ ଇଲାକାକୁ। କିନ୍ତୁ ତାଙ୍କର ଏ ସ୍ଥାନରେ ଆବଦ୍ଧ ଭାବେ ରହିବା ବହୁତ କଷ୍ଟକର ହୋଇପଡ଼ିଛି। କାହିଁକି? ସେ ଚାହୁଁଛନ୍ତି ପୁଣି ଥରେ ତାଙ୍କର ଜଳଯାତ୍ରା ଆରମ୍ଭ କରିବା ପାଇଁ। ତାଙ୍କର ଯେଉଁ ରାଜ୍ୟଟି ରୁକ୍ଷ ଏବଂ ଗୋଟେ ମାଳ ଅଞ୍ଚଳ, ପାର୍ବତ୍ୟ ଅଞ୍ଚଳ, ପ୍ରଜାମାନେ ମଧ୍ୟ ନିଷ୍ଠୁର ଓ ବର୍ବର, ତାଙ୍କର ପତ୍ନୀ ବୃଦ୍ଧା। ଏଇଭଳି ଏକ ରାଜ୍ୟରେ ଶାସନ କରିବାକୁ ତାଙ୍କର ଇଚ୍ଛା ହେଉନି। ପ୍ରଜାମାନେ ଖାଇବା ପିଇବା ଏବଂ ଅର୍ଥ ସଞ୍ଚୟ ବ୍ୟତୀତ ଅନ୍ୟ କିଛି ଜାଣନ୍ତିନି। ଏଭଳିକି ସେମାନେ ତାଙ୍କର ରାଜାଙ୍କୁ ମଧ୍ୟ ଜାଣିନାହାନ୍ତି, କାରଣ ରାଜା ସବୁବେଳେ ବାହାରେ ବ୍ୟସ୍ତ ରହିଲେ। ୟୁଲିସେସ୍ ଭ୍ରମଣ ଛଡ଼ା ବଞ୍ଚିପାରିବେନି ବୋଲି କହୁଛନ୍ତି, କାରଣ ଏହି ଭ୍ରମଣ ମାଧ୍ୟମରେ ସେ ଜୀବନକୁ ତିଳ ତିଳ କରି ଉପଭୋଗ କରିବାକୁ ଚାହୁଁଛନ୍ତି। ସେ ଅତୀତର ଯାତ୍ରାମାନଙ୍କରେ ବହୁତ ଆନନ୍ଦ ପାଇଛନ୍ତି। ଅବଶ୍ୟ ସମୟ ସମୟ ସେ ହଇରାଣ ମଧ୍ୟ ହୋଇଛନ୍ତି, କିନ୍ତୁ ତାହା ତାଙ୍କ ଦୃଷ୍ଟିରେ ଖୁବ୍ କମ୍। ଯେତେବେଳେ ଶାନ୍ତ ସମୁଦ୍ର ବକ୍ଷ ପ୍ରବଳ ବର୍ଷା ତୋଫାନରେ ଆନନ୍ଦିତ ହୋଇଉଠେ, ତାହା ମଧ୍ୟ ସେ ଉପଭୋଗ କରିଛନ୍ତି, ଡରି ନାହାନ୍ତି, ଉପଭୋଗ ତାକୁ କରିଛନ୍ତି। ଏହି ଭ୍ରମଣ ଫଳରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ହୋଇଛି। ସେ ଅନେକ ନଗର, ତାଙ୍କ ନାଗରିକ ଚଳଣି, ଜଳବାୟୁ ପରିଷଦ, ସରକାର ଇତ୍ୟାଦି ସବୁ ଅନୁଧ୍ୟାନ କରିଛନ୍ତି। ସବୁଠାରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କର ଅନ୍ତର୍ଦୃଷ୍ଟିରେ ଯୁଦ୍ଧର ଆନନ୍ଦ ପାଇଛନ୍ତି। ଅଭିଜ୍ଞତାକୁ ସେ ଏକ ଗମ୍ବୁଜାକୃତି ଦ୍ୱାର ବୋଲି ତୁଳନା କରି କହିଛନ୍ତି ଯେ ଏହି ଦ୍ୱାର ଦେଇ ସେ ଭ୍ରମଣ ହୋଇନଥିବା ସ୍ଥାନଗୁଡ଼ିକ ସମ୍ବନ୍ଧରେ ଆଲୋକପ୍ରାପ୍ତ ହୋଇଛନ୍ତି। ଗୋଟିଏ ସ୍ଥାନରେ ରହିଯିବା ତାଙ୍କ ପାଇଁ କଷ୍ଟକର। ବିଶ୍ରାମ ଜୀବନକୁ ମାନ୍ଦା କରିଦିଏ। ଯେପରି ବ୍ୟବହାର ନ କଲେ ଅସ୍ତ୍ର ତାର ଉଜ୍ଜ୍ୱଳତା ହରାଏ ଏବଂ କଳଙ୍କି ହୋଇଯାଏ। ଖାଲି ଜୀବନଟା ବଞ୍ଚିବା ସମ୍ଭବ ନୁହେଁ, ବରଂ ନୂତନତ୍ୱର ଆବିଷ୍କାର ହେବାର ଗୌରବ ଅଛି। ଦିନ ପରେ ଦିନ ଆଳସ୍ୟ ଅତିବାହିତ କରିବା ଅତି ମନ୍ଦ କାର୍ଯ୍ୟ। ସେ ବୃଦ୍ଧ, ତଥାପି ତାଙ୍କର ଆତ୍ମାର ଆକାଂକ୍ଷା ଫଳବତୀ ହୋଇଯାଇଛି ଜ୍ଞାନ ଆହରଣ କରିବା ପାଇଁ। ଜ୍ଞାନ ଏକ ବୁଡ଼ି ଯାଇଥିବା ତାରା ଭଳି ସହଜେ ହାତରେ ଧରା ଦିଏ ନାହିଁ। ଏହା ମନୁଷ୍ୟ ଚିନ୍ତାଧାରାର ବାହାରେ। ୟୁଲିସେସ୍ ନିଜ ଅନୁପସ୍ଥିତିରେ ରାଜ୍ୟଭାର ନିଜର ସୁଯୋଗ୍ୟ, ଭଦ୍ର ଏବଂ ସକ୍ଷମ ପୁତ୍ର ଟେଲିମାଚସ୍କୁ ଦେବା ପାଇଁ ଚାହାନ୍ତି। ଟେଲିମାଚସ୍ କର୍ତ୍ତବ୍ୟନିଷ୍ଠ। ସେ ନିଜର ବୁଦ୍ଧି ବଳରେ ଏହି ଅସଂଯତ ପ୍ରଜାକୁଳଙ୍କୁ ଭଦ୍ର ଓ ଶାନ୍ତ କରିଦେବ। ତାର ଚରିତ୍ର ନିର୍ମଳ। ସବୁ କାର୍ଯ୍ୟ ସହିତ ସେ ୟୁଲିସେସ୍ଙ୍କର ଈଶ୍ୱରଙ୍କୁ ମଧ୍ୟ ଠିକ୍ ସମୟରେ ପୂଜାର୍ଚ୍ଚନା କରିବ। ଜଳଯାତ୍ରା ପାଇଁ ତାଙ୍କର ଜାହାଜ ଠିକ୍ ହୋଇଯାଇଛି ବନ୍ଦରରେ। ନାବିକମାନେ ମଧ୍ୟ ପ୍ରସ୍ତୁତ ବୋଲି ୟୁଲିସେସ୍ କହୁଛନ୍ତି। ଗୋଟିଏ ନୂଆ ସ୍ଥାନ ଆବିଷ୍କାର କରିବା ପାଇଁ କୌଣସି ପ୍ରକାରେ ଆଉ ଡେରି କରିବା ନାହିଁ। ସେମାନେ ସମସ୍ତେ ବୃଦ୍ଧ, କିନ୍ତୁ ଏଥିପାଇଁ ଚିନ୍ତା କରିବାର ନାହିଁ, କାରଣ ବୃଦ୍ଧାବସ୍ଥାରେ ଏକ ନିଜସ୍ୱ ସମ୍ମାନ ଓ ଦାୟିତ୍ୱବୋଧ ରହିଛି। ମୃତ୍ୟୁ ଅବସମ୍ଭାବୀ, କିନ୍ତୁ ମୃତ୍ୟୁ କବଳିତ କରିବା ପୂର୍ବରୁ ସେ କ'ଣ କରିବେ ନା, ମୃତ୍ୟୁ ତାଙ୍କୁ କବଳିତ କରିବା ପୂର୍ବରୁ ସେମାନଙ୍କୁ କିଛି ମହତ କାର୍ଯ୍ୟ କରିବାକୁ ପଡ଼ିବ। ୟୁଲିସେସ୍ ନାବିକମାନଙ୍କୁ ସେମାନଙ୍କର ଅତୀତର ଶକ୍ତି ସାମର୍ଥ୍ୟ ମନେ ପକାଇ ଦେଉଛନ୍ତି। ଅତୀତରେ ସେମାନେ ବହୁ ସ୍ଥାନରେ ସେମାନଙ୍କର ବୀରତ୍ୱର ପରାକାଷ୍ଠା ଦେଖାଇଛନ୍ତି। ନାବିକମାନଙ୍କୁ ଖୁସି କରିବା ପାଇଁ ୟୁଲିସେସ୍ କହୁଛନ୍ତି, ସେମାନଙ୍କର ଯାତ୍ରା ନିଷ୍ପରଣ ସୂର୍ଯ୍ୟ କିରଣରେ ହେବ ନାହିଁ, ବରଂ ଏହା ସନ୍ଧ୍ୟା ପରେ ଶୀତଳ ଚନ୍ଦ୍ରାଲୋକରେ ହେବ। ସେମାନେ ଏହି ଯାତ୍ରା ପଥରେ ଗୁଡ଼ିଏ ନୂତନ ଦ୍ୱୀପ ଆବିଷ୍କାର କରିବେ। ହୁଏତ ସେମାନେ ବିଶ୍ୱବିଖ୍ୟାତ ବୀର ଆକ୍ଲେସ୍ଙ୍କର ଭେଟ ପାଇପାରନ୍ତେ। ନାବିକମାନେ ମନ ଉଣା କରିବା ଆବଶ୍ୟକ ନାହିଁ ବୋଲି ୟୁଲିସେସ୍ କହୁଛନ୍ତି, କାରଣ ସେମାନଙ୍କର ଶରୀର ବୀରତ୍ୱର ଉପାଦାନରେ ଗଢ଼ା। ସମୟ ତାଙ୍କୁ ବୃଦ୍ଧ ଦୁର୍ବଳ କରିଦେଇଛି, କିନ୍ତୁ ତାଙ୍କର ଇଚ୍ଛାଶକ୍ତି ତ ଦୁର୍ବଳ ହୋଇଯାଇନି।
ତେଣୁ ସେମାନେ ଉଦ୍ୟମ ଅବ୍ୟାହତ ରଖିବା ଉଚିତ, କାରଣ ପଛେଇ ଯିବା ବୀରର ଲକ୍ଷଣ ନୁହେଁ। ପିଲାମାନେ, ୟୁଲିସେସ୍ଙ୍କର ସମରି ମୁଁ ତୁମକୁ ଓଡ଼ିଆରେ ଆଲୋଚନା କରିଦେଲି। ଆଶା କରୁଛି ତୁମେମାନେ ମନେ ରଖିବ। ଯଦି ନୋଟ୍ସ ଦରକାର ତୁମମାନେ ହ୍ୱାଟ୍ସଅପ୍ କରି PDF ମାଧ୍ୟମରେ ନେଇପାରିବ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।